ଆଲ ଢମଣା ବୋଲି ଯାତ୍ରା 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 ରହିଛି ରହିବ। ଏଥର ଯାତ୍ରା ନୁହେଁ, ଯାତ୍ରା କେହି ସୃଷ୍ଟି କରିନାହାନ୍ତି, ସ୍ୱୟଂ ଦେବତା ମାନେ ସୃଷ୍ଟି କରି ନାଟକ ଲେଖିଥିଲେ ବ୍ରହ୍ମା। ସେ କଥା କହିଲେ ଅନେକ ତାପରେ ଚାର ମାଡ ହେଲାଣି, କୋଉଠି ଠେଙ୍ଗା ମାଡ ହେଲାଣି, କୋଉଠି କଣ ହେଲାଣି, କେତେ ଦିନ ନାଟକ କାହାଣୀ ଯାତ୍ରା ଆମେ ସମାଜର ବାର୍ତ୍ତା ପ୍ରଚାର କରୁଛୁ। ଆମେ ନାଟକ ମାଧ୍ୟମରେ ସମାଜକୁ ଶିକ୍ଷା ଦଉଛୁ, ଭଲ ଖରାପ ଯିଏ ଯୋଉଟା ବୁଝିଲା। ଆମେ ହଉଛୁ ମାନେ ଗୋଟେ ଅନ୍ୟ ସମାଜର ଭିନ୍ନ ମଣିଷ। ଆପଣ ମାନେ କରନ୍ତୁ, ଆପଣ ମାନଙ୍କ ମାଧ୍ୟମରେ କାହିଁକି ନୃତ୍ୟକୁ ଯାଇକି ହାଇଲାଇଟ କରୁଛନ୍ତି, କଣ ପାଇଁ କରୁଛନ୍ତି? ଆମ ଚ୍ୟାନେଲ ସେ ଯୋଉ ନାଚୁଛନ୍ତି ନବଳା ହେଇକି ସେଇଆକୁ ତାଙ୍କରି ପାଖରୁ ବେଶୀ ବାଇକ ନଉଛନ୍ତି। ନୁହନ୍ତି ସେମାନେ ନୃତ୍ୟକନ୍ଧା ନୁହନ୍ତି, ନାଇଁ ନୃତ୍ୟକନ୍ଧା ହେଇଥିଲେ ସେମିତି ନୃତ୍ୟ ବୁଝିଥିଲେ, ସେ ନୃତ୍ୟ ଏମିତି କରିନଥାନ୍ତି। ହଉ, ଜୟ ଜଗନ୍ନାଥ। କଣ କହିବି ଯୋଉ ବିଷୟ ଅଛି କଣ କହିବି, ଯାଯାବର ବିଷୟ ନାଟକ ହଉଛି ଯାଯାବର ନାଟକ ରଚନା କରୁଛନ୍ତି। ଏ ନାଟକ ଗୋଟେ ସୁନ୍ଦର କାହାଣୀ ଅଛି, ସୁନ୍ଦର କାହାଣୀ ନୂଆ ପ୍ରତି ଲୋକ ବସିକି ଦେଖିଲା ହୁଏ। ସାର୍ ଆଜି ଗୋଟେ ବଡ ପ୍ରଶ୍ନ, ଯାତ୍ରାର ମୂଳ ଉଦ୍ଦେଶ୍ୟ ହଉଛି ନାଟକ, କିନ୍ତୁ ଆଜି କିଛି ଅନୁଷ୍ଠାନ ନାଟକକୁ ପଛରେ ପକେଇକି এইভাবে অশ্লীল নৃত্যাঙ্গনাଙ୍କୁ ଆଣୁଛନ୍ତି ଯେଉଁମାନେ କି ନୃତ୍ୟର କିଛି ବି ଜାଣିନାହାନ୍ତି, କାହିଁକିନା ନୃତ୍ୟ ହଉଛି ଗୋଟେ ଭାଗ ଭଙ୍ଗୀରେ। ତ ସେ ବିଷୟରେ ଆପଣ କଣ ବିତେଇବାକୁ ଚାହୁଁଛନ୍ତି? କଣ କହିବି, ସେ ଆଲ ଢମଣା ବୋଲି ଆସିବେ, ବ୍ୟସ୍ତ କାହିଁ ହଉଛନ୍ତି, ଆସିଗଲାଣି। ସେ କେତେ ଦୂର ଉଡିବେ? ଯାତ୍ରା 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 ରହିଛି ରହିବ। ଏଥର ଯାତ୍ରା ନୁହେଁ, ଯାତ୍ରା କେହି ସୃଷ୍ଟି କରିନାହାନ୍ତି, ସ୍ୱୟଂ ଦେବତା ମାନେ ସୃଷ୍ଟି କରି ନାଟକ ଲେଖିଥିଲେ ବ୍ରହ୍ମା। ସେ କଥା କହିଲେ ଅନେକ। କିନ୍ତୁ ଇଏ ବର୍ତ୍ତମାନ ଆପଣ ମାନେ ପ୍ରତିପାଟରେ ନୃତ୍ୟ ନାଟିକା ଦେଖିବାକୁ ପାଇଲେନି ନା ନାଇଁ କୁହନ୍ତୁ? ପୁଣି ବୁଲି ବୁଲି ଆସିବେ, ଯିବେ କୁଆଡେ? ଆଜ୍ଞା, ଯାତ୍ରାର ଆମେ ଜାଣିଥିଲୁ, ଯାତ୍ରାର ଅର୍ଥ ହଉଛି ଗାଁ ସଂସ୍କୃତିର ପରମ୍ପରା। ଆମେ ଜାଣିଛୁ ଯାତ୍ରାର ଅର୍ଥ ହଉଛି ଗାଁ ସଂସ୍କୃତିର ପରମ୍ପରା। ଆଜ୍ଞା, ଗାଁ ସଂସ୍କୃତିର ପରମ୍ପରାରେ ଏଇଭଳିଆ ଯୋଉ ଅଶ୍ଳୀଳ ନୃତ୍ୟ ଚାଲିଛି, ସମ୍ମାନ ଦଉଛନ୍ତି ନା ନିନ୍ଦା କରୁଛନ୍ତି? ଘୋର ଭାବରେ ନିନ୍ଦା କରୁଛୁ, ଘୃଣା କରୁଛୁ। ୟା ପାଇଁ ଦାୟୀ କିଏ? ଦାୟୀ ଆମେ ସମସ୍ତେ। କଳାକାର ପେଟ ପୋଷିବା ପାଇଁ ଯାହା ମନ ତା କରୁଛୁ, ନହେଲେ ପେଟ ପୋଷିବନି। ମୁଖ୍ୟତଃ କମିଟି ନୁହଁ ତ? ମୁଖ୍ୟ କମିଟି କଣ ଦର୍ଶକ ବି? ଆଜ୍ଞା, ଦର୍ଶକ ନାଟକର ନାଁ ଶୁଣିକି ଆସୁଛନ୍ତି ନା ନୃତ୍ୟଗାନଙ୍କ ନାଁ ଶୁଣିକି? ନାଇଁ, ନାଟକ ଯୋଉ ନାଟକ ଦର୍ଶକ ଅଲଗା, ସେମାନେ ନୃତ୍ୟ ସରିଲା ପରେ ପଶୁଛନ୍ତି। କିଛି ଦେଖୁଛନ୍ତି ନୃତ୍ୟ ଯୋଉଟା ଖରାପ ନୃତ୍ୟ ଯେତେବେଳେ ହଉଛି, କିଛି ଦର୍ଶକ ମୁହଁ ଖୋଲି ପାରୁନାହାନ୍ତି, ଚୁପଚାପ ଉଠି ପଡୁଛନ୍ତି। ଯଦି 10% ହୁଏ ନୃତ୍ୟାଙ୍ଗନାଙ୍କ ପାଇଁ, 90% ହୁଏ ନାଟକ ପାଇଁ, ତାହେଲେ ଆମେ ପ୍ରାୟୋରିଟି କାହାକୁ ଦେବା, ନାଟକକୁ ନା ନୃତ୍ୟାଙ୍ଗନା? ନାଟକ ମୁଖ୍ୟ, ନାଟକକୁ ନେଇ ସବୁ। ତାହେଲେ ପେଟ ପୁରିବ। ତା ମାନେ ୟାର କମିଟି ଯେତେ ଦୂର ଦାୟୀ, ତାଠୁ ଅଧିକ କଣ ଦାୟୀ ନୁହନ୍ତି ମାଲିକ ମାନେ? ନିଶ୍ଚୟ। ଆପଣ ଏହାକୁ କିଭଳି ଭାବେ ଦେଖୁଛନ୍ତି? କିଭଳି ଭାବରେ ଦେଖୁଛୁ? ଆମେ ତ ପୁରା କରୁଛୁ, ଆମେ ଚୁପଚାପ ରହିଛୁ। ସେ ପୁଣି ସେଥିପାଇଁ କହିଲି ଆଗ ବୋଲି, ଆଗ ଢମଣା ବୋଲି ସେଇ ଅଗଣା ସେ ପୁଣି ଆସିବେ। ଆଜ୍ଞା, ଆପଣ ମାନେ ଏଇଠି ଆମେ ଦେଖିବାକୁ ପାଇଥିଲୁ କିଛି ଦିନ ପୂର୍ବରୁ କୋଟି କୋଟି ଟଙ୍କାର ଡିଲ୍ ହଉଥିଲା ନାଟକରେ ଆକ୍ଟର ମାନଙ୍କ ପାଇଁ। ଏଠି ଆକ୍ଟର ମାନଙ୍କୁ ଛାଡି ଦେଇକି ନୃତ୍ୟଗାନଙ୍କୁ ଆଣିବା, ତାହେଲେ ଲାଭ ହବ ମାଲିକ ମାନଙ୍କର? ଭୁଲ କଥା। କେତେ ଦିନ ତାହେଲେ ଏଠି ତାପରେ ଚାର ମାଡ ହେଲାଣି, କୋଉଠି ଠେଙ୍ଗା ମାଡ ହେଲାଣି, କୋଉଠି କଣ ହେଲାଣି, କେତେ ଦିନ? ଯାତ୍ରାର ଅର୍ଥ ନାଟକ ନା ନୃତ୍ୟଗାନଙ୍କର ଦୃଶ୍ୟ? ନାଟକ କାହାଣୀ ଯାତ୍ରା ଆମେ ସମାଜର ବାର୍ତ୍ତା ପ୍ରଚାର କରୁଛୁ। ଆମେ ନାଟକ ମାଧ୍ୟମରେ ସମାଜକୁ ଶିକ୍ଷା ଦଉଛୁ, ଭଲ ଖରାପ ଯିଏ ଯୋଉଟା ବୁଝିଲା। ଆମେ ହଉଛୁ ମାନେ ଗୋଟେ ଅନ୍ୟ ସମାଜର ଭିନ୍ନ ମଣିଷ। ନୃତ୍ୟ ହଉଛି ତାକୁ ବ୍ୟାନ୍ କରିବା ନିହାତି ଆବଶ୍ୟକ। ନିଶ୍ଚୟ ଆପଣ ମାନେ କରନ୍ତୁ, ଆପଣ ମାନଙ୍କ ମାଧ୍ୟମରେ। ଆଜ୍ଞା, କାହିଁକି ନୃତ୍ୟକୁ ଯାଇକି ହାଇଲାଇଟ କରୁଛନ୍ତି, କଣ ପାଇଁ କରୁଛନ୍ତି? ଆମ ଚ୍ୟାନେଲ କରୁନାହିଁ, ସେ ଯୋଉ ନାଚୁଛନ୍ତି ନବଳା ହେଇକି ସେଇଆକୁ ତାଙ୍କରି ପାଖରୁ ବେଶୀ ବାଇକ ନଉଛନ୍ତି। ଆମ ଚ୍ୟାନେଲ ବିରୋଧ କରୁଛି, ଆପଣଙ୍କ ଚ୍ୟାନେଲ ବିରୋଧ କରିଥାଇପାରେ, କିନ୍ତୁ କେତେ ଜଣ ବିରୋଧ କରିବେ? ତେଣୁ ବର୍ତ୍ତମାନ ଯୋଉଟା 70% ହବ ସେଇଟା ହିଁ ଠିକ। ଆସନ୍ତୁ, ଆସିବ 70% କଣ 90% ଆସିବ, 100% ଆସିବ, ସମୟକୁ ଅପେକ୍ଷା। ଆଜ୍ଞା, ଆପଣ ଜଣେ ଅଭିନେତା, ଆପଣଙ୍କ ପାଖରୁ ଗୋଟିଏ ଜିନିଷ ଜାଣିବାର ଅଛି, ନୃତ୍ୟ ମାନେ ନୃତ୍ୟର କଳା ଭଙ୍ଗୀ, କିନ୍ତୁ ଏଇ ଯୋଉ ନୃତ୍ୟାଙ୍ଗନା ମାନେ ଅଶ୍ଳୀଳ ନୃତ୍ୟ କରୁଛନ୍ତି, ତାର କଣ କଳା ଭଙ୍ଗୀ ନୁହନ୍ତି? ସେମାନେ ନୃତ୍ୟକନ୍ଧା ନୁହନ୍ତି, ନାଇଁ
ନୃତ୍ୟ ଗାଇଥିଲେ ସେମିତି ନୃତ୍ୟ କରୁଥିଲେ ସେ ନୃତ୍ୟ ଏମିତି କରିନଥାନ୍ତି। ହଉ ଜୟ ଜଗନ୍ନାଥ।